ଆଜିର ଆଲୋଚନା ପ୍ରସଙ୍ଗରେ ରଖିଛୁ ଯେ ସବୁଦିନ ଦୁଆର ମୁହଁରେ କ'ଣ ରଖିବାକୁ ଶ୍ରୀ ଶ୍ରୀ ଅଙ୍କୁର ଚନ୍ଦ୍ର ଠାକୁର କହିଛନ୍ତି। ବୀରେନ୍ଦା ନାମରେ ଜଣେ ବ୍ୟକ୍ତି ଶ୍ରୀ ଶ୍ରୀ ଠାକୁରଙ୍କର ଦୀକ୍ଷା ଗ୍ରହଣ କରିଲେ। ସେ ଖାଲି ଦୀକ୍ଷା ଗ୍ରହଣ କଲେ ନାହିଁ, ଠାକୁରଙ୍କ ପାଖରୁ ସ୍ୱସ୍ତୟିନୀ ବ୍ରତ ଗ୍ରହଣ କଲେ। ସେ ଏକା ସାଥିରେ 2ଟି ବ୍ରତ ଗ୍ରହଣ କଲେ। ସେ ଦୀକ୍ଷା ଓ ସ୍ୱସ୍ତୟିନୀ ବ୍ରତ ଗ୍ରହଣ କରି ଯେତେବେଳେ ଘରକୁ ଆସିଲେ, ତାଙ୍କ ବାପା ମା ସେ ବ୍ରତ କଥା ଶୁଣିକି ବିରକ୍ତି ହେଲେ। ତାଙ୍କୁ ନ ପଚାରିକି କ'ଣ ପାଇଁ ଦୀକ୍ଷା ଗ୍ରହଣ କଲେ। ତାଙ୍କ ବାପା ତାଙ୍କ ଉପରେ ବହୁତ ଚିତ୍କାର କଲେ, ରାଗିଲେ। ରାଗିବାର କାରଣ ଯେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ସିଏ ହେଉଛି ତାଙ୍କ ବାପା ଭକ୍ତ ଥିଲେ। ସିଏ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ଏବଂ ତାଙ୍କ ପୁଅ ଶ୍ରୀ ଶ୍ରୀ ଠାକୁରଙ୍କର ଦୀକ୍ଷା ଗ୍ରହଣ କରିଛି, ଏହି ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁନଥିଲେ। ଏହି ଘଟଣା ପରଠୁ ବୀରେନ୍ଦାଙ୍କ ବାପା ତାଙ୍କ ଉପରେ ବହୁତ ଅତ୍ୟାଚାର କରିବାକୁ ଲାଗିଲେ ଏବଂ ଶେଷରେ ତାଙ୍କୁ ବାପା କହିଲେ, ମୁଁ ତୋତେ ତେଜପୁତ୍ର କରିଦେବି। ତୁ କ'ଣ ପାଇଁ ଶ୍ରୀ ଶ୍ରୀ ଅଙ୍କୁର ଚନ୍ଦ୍ର ଠାକୁରଙ୍କର ଦୀକ୍ଷା ଗ୍ରହଣ କରିଛୁ? ଯେମିତି ହେଲେ ବି ତୋତେ ଏହି ଦୀକ୍ଷାଟି ଛାଡ଼ିବାକୁ ପଡ଼ିବ। ତା'ପରେ ଏହି ସବୁର ସମାଧାନ ପାଇଁ ବୀରେନ୍ଦା ଠାକୁରଙ୍କ ପାଖକୁ ଆସିଲେ ଏବଂ ଘରେ ଯାହା ଯାହା ଘଟଣା ଘଟିଛି ସବୁ ଆସିକି ଶ୍ରୀ ଶ୍ରୀ ଠାକୁରଙ୍କୁ କହିକି ଶୁଣେଇଲେ। ଶ୍ରୀ ଶ୍ରୀ ଠାକୁର ସବୁ ଶୁଣିକି କହିଲେ, ହଉ ଶୁଣ, ତୋତେ ଆଜି ଗୋଟିଏ କଥା ଶିଖେଇ ଦେଉଛି। ତୁ ପ୍ରତିଦିନ ସକାଳେ କରିବୁ। ଘରେ ସବୁ କିଛି ଠିକ୍ ହେଇଯିବ। ତା'ପରେ ଦେଖିବୁ। ଆମେମାନେ ସମସ୍ତେ ମଧ୍ୟ ଜାଣୁନାହୁଁ ଯେ ଗୁରୁମାନେ ଯିଏ ଆଲୋକରୁ ପଥ ଦେଖାଇଥାଏ, ସେ ହେଉଛି ଗୁରୁ। ଆଉ ସଦ୍‌ଗୁରୁମାନେ ହେଲା ଯିଏ ସବୁ କିଛି ପୂରଣ କରନ୍ତି, ତାଙ୍କୁ ହେଉଛି ପ୍ରକୃତରୁ ଆମେ ସଦ୍‌ଗୁରୁ କହିଥାଉ। ସ୍ୱୟଂ ପୁରୁଷୋତ୍ତମ ଏହି ଧରାପୃଷ୍ଠରେ ଅବତାର ଗ୍ରହଣ କରିଛନ୍ତି। ପରମ ଶ୍ରୀ ଶ୍ରୀ ଠାକୁର ବୀରେନ୍ଦାଙ୍କୁ ଶିଖେଇ ଦେଲେ ଯେ ରୋଜ ଭୋରରୁ ଉଠି ତୁମେ ଯେତେବେଳେ ବି ଇଷ୍ଟବୃତ୍ତି କରି ସାରିବ, ତା'ପରେ ତୁମ ବାପା ଓ ମା'ଙ୍କ ଘରର ଦରଜା ପାଖରେ ପ୍ରତିଦିନ କିଛି ନା କିଛି ପିତୃବୃତ୍ତି ଓ ମାତୃବୃତ୍ତି ରଖିବ। ତାହା ତୁମକୁ ସବୁଦିନ କରିବାକୁ ହେବ। ଇଷ୍ଟବୃତ୍ତି ପରେ ତୁମେ ଯାହା ପାରିବ ନିଜର ସାମର୍ଥ୍ୟ ଅନୁସାରେ ତୁମେ ପିତୃବୃତ୍ତି ମାତୃବୃତ୍ତି ଦେଇପାରିବ। ପିଠା ବା ଫଳମୂଳ ବା ଅନ୍ୟ କିଛି ପ୍ରଭୃତି। ଏହା ତୁମକୁ ସବୁଦିନ ଦୁଆର ବନ୍ଧ ନିକଟରେ ରଖିବାକୁ ପଡ଼ିବ। ତା'ପରେ ବୀରେନ୍ଦା ଶ୍ରୀ ଶ୍ରୀ ଠାକୁରଙ୍କ କଥା ଶୁଣି ସେମିତି କଲେ। ଇଷ୍ଟବୃତ୍ତି କରିସାରିଲା ପରେ ବୀରେନ୍ଦା ପିତୃବୃତ୍ତି ଓ ମାତୃବୃତ୍ତି ଦେଲେ। ତ କ'ଣ ହେଲା ତା'ପରେ? ସେ ତାଙ୍କର ବାପା ଓ ମା ପ୍ରତିଦିନ ଦେଖନ୍ତି
ଯେ କବାଟ ସାମ୍ନାରେ କିଛି ମିଠା ବା ଫଳମୂଳ କିଛି ଅଛି। ସେମାନେ ଘରେ ଆଲୋଚନା କରନ୍ତି ଯେ କିଏ ୟାକୁ ରଖିଛି। ଦିନେ ବୀରେନ୍ଦା କହିଲେ ତାଙ୍କ ବାପାଙ୍କୁ ଯେ ମୁଁ ରଖିଛି ବୋଲି। ତାପରେ ତାଙ୍କ ବାପା କହିଲେ, ତୁ କ'ଣ ପାଇଁ ରଖିଛୁ? ତୋତେ କିଏ କହିଛି ରଖିବା ପାଇଁ? ତ ବୀରେନ୍ଦା କହିଲେ, ମୋତେ ମୋ ଗୁରୁ କହିଛନ୍ତି ଏମିତି କରିବା ପାଇଁ। ତ ବୀରେନ୍ଦା କହିଲେ, ତୁ ଦୀକ୍ଷା ଗ୍ରହଣ କରିବା ଆଗରୁ ଏହିସବୁ ତ କରୁନଥିଲୁ, ଦୀକ୍ଷା ଗ୍ରହଣ ପରେ ହିଁ କରିଛୁ ବୋଲି କହିଲେ। ତାପରେ ବୀରେନ୍ଦାଙ୍କ ବାପା କହିଲେ, ତୋ ଠାକୁରଙ୍କର ଏ କି ସଂସ୍କାର? ତୋର ଠାକୁରଙ୍କ ସହିତ ମୋତେ ଟିକିଏ ଦେଖା କରେଇ ଦେଇ ପାରିବୁ ତୁ? ଏକଥା ଶୁଣି ବୀରେନ୍ଦା ହସିକି କହିଲେ, ନିଶ୍ଚୟ ଦେଖା କରେଇଦେବି ବାପା। ଆସନ୍ତୁ ଆଜି ହିଁ ଆମେ ଯିବା। ତାପରେ ବୀରେନ୍ଦା ତାଙ୍କ ବାପାଙ୍କୁ ନେଇକି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପାଖକୁ ଗଲେ। ସେହି ସମୟରେ ଠାକୁର ଶୁଭ୍ର ଆସନରେ ଚୌକି ଉପରେ ବସିଥିଲେ। ଅନେକ ଦୂରରୁ ବୀରେନ୍ଦାଙ୍କ ବାପା ଶ୍ରୀ ଶ୍ରୀ ଠାକୁରଙ୍କୁ ଦେଖୁଥିଲେ। ସେ ଦେଖିଲେ ଯେ ଶ୍ରୀ ମହାପ୍ରଭୁ ଚୈତନ୍ୟ ସେହି ଚୌକି ଉପରେ ବସିଛନ୍ତି। ତାଙ୍କ ଆଖିକୁ ବିଶ୍ୱାସ କରିପାରୁନଥାନ୍ତି। ବାରମ୍ବାର ଆଖିକୁ ଘଷୁଥାନ୍ତି। କିନ୍ତୁ ସେଇଆ ହିଁ ତାଙ୍କ ଆଖିରେ ଦେଖାଯାଉଥାଏ। ତାପରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ହିଁ ବସିଛନ୍ତି। ବାରମ୍ବାର ସେ ସେହି ଜିନିଷ ହିଁ ଦେଖୁଥାନ୍ତି। ଏବଂ ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ ବୀରେନ୍ଦାଙ୍କ ବାପା ଦୌଡ଼ି ଆସିଲେ ଏବଂ କହିଲେ ଯେ ତାହା କ'ଣ ସତ୍ୟ ଯାହା ମୁଁ ଦେଖିଲି? ଶ୍ରୀ ଶ୍ରୀ ଠାକୁର କହିଲେ, ତୋ ଆଖିରେ ଦେଖିଛୁ ତ? ବୀରେନ୍ଙ୍କ ବାପା କହିଲେ, ହଁ ଠାକୁର, ମୁଁ ମୋ ନିଜ ଆଖିରେ ହିଁ ଦେଖିଛି ଯେ ଆପଣ ନିଜେ ଶ୍ରୀ ଚୈତନ୍ୟ ମହାପ୍ରଭୁ ହୋଇକି ବସିଛନ୍ତି। ଶ୍ରୀ ଶ୍ରୀ ଠାକୁର କହିଲେ, ତୁ ଯଦି ଦେଖିଛୁ ତ ଏହା ହେଉଛି ସତ୍ୟ। ବୀରେନ୍ଦାଙ୍କ ବାପା ନିଜର ଭୁଲ ବୁଝିପାରିଲେ। ସେ କିପରି ଠାକୁରଙ୍କ ବିଷୟରେ କିଛି ବି ନ ଜାଣି ବୀରେନ୍ଦାଙ୍କୁ ନିନ୍ଦା କରୁଥିଲେ। ଠାକୁରଙ୍କ ବିଷୟରେ କହିକି ତାଙ୍କୁ ଅପମାନ କରୁଥିଲେ। ସେ ସବୁକିଛି ଜାଣିସାରିଲା ପରେ ବହୁତ ଲଜ୍ଜିତ ଅନୁଭବ କଲେ। କିପରି ତାଙ୍କ ସହିତ ଅତ୍ୟାଚାର କରୁଥିଲେ ସବୁକିଛି ଭାବି ସାରିଲା ପରେ ବହୁତ ଦୁଃଖିତ ହେଲେ। ଏବଂ ତାପରେ ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ଠାକୁର, ମୁଁ ଦୀକ୍ଷା ନେବା ପାଇଁ ଚାହୁଁଛି। ଆପଣ ମୋତେ ଦୀକ୍ଷା ଦିଅନ୍ତୁ। ଏଇଆ ହେଲା ଆମ ଠାକୁରଙ୍କର ସଂସାର। କିପରି ଗୋଟିଏ ପରିବାରକୁ ଏକାଠି ବାନ୍ଧିକି ରଖିବେ, ଦେବାଳୟ ପରି ଗଢ଼ି ଉଠିବ, ସେହିପରି ଛୋଟ ଛୋଟ କର୍ମ ଦେଇ ଆମର ଜୀବନକୁ ପରିବର୍ତ୍ତନ କରିଥାନ୍ତି, ମଙ୍ଗଳମୟ କରିଥାନ୍ତି ଶ୍ରୀ ଶ୍ରୀ ଠାକୁର। ତେଣୁ ତାଙ୍କର ପ୍ରତିଟି କଥାକୁ ଆମେ ଅନୁସରଣ କରିବା ଉଚିତ। ଜୟ ଗୁରୁ। ପରମ ପ୍ରେମମୟୀ ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ର ଠାକୁରଙ୍କ ପାଦତଳେ ମୋର କୋଟି କୋଟି ପ୍ରଣାମ।